ମୁଁ ୟା ପୂର୍ବରୁ କରୋନା ପୂର୍ବରୁ ଟିକେ ୟାକୁ ବ୍ୟାପକ ଭାବେ କରୁଥିଲି, ତେଣୁ ପ୍ରଭାବ ବହୁତ ଭଲ ଦେଖା ଯାଇଥିଲା। ବ୍ରହ୍ମପୁର ସହରରେ ଶତକଡ଼ା 80% ଲୋକ ବ୍ୟାଗ୍ ଧରି ଯାଉଥିଲେ, ପଲିଥିନ୍ ଛାଡି ଦେଇଥିଲେ। କିନ୍ତୁ କରୋନା ସମୟରେ ଟିକେ ଢିଲା ହବାରୁ କରୋନା ପରବର୍ତ୍ତୀ ସମୟରେ ଏଇଟା ବଢି ଯାଇଥିଲା। ତେଣୁ ଏ ବର୍ଷ ମୁଁ ଭାବିଲି, ନିର୍ଣ୍ଣୟ କଲି ଯେ ମୁଁ ଏ ବର୍ଷ ପୁଣି ଆଉ ଥରେ ଆରମ୍ଭ କରିବି କାର୍ଯ୍ୟକ୍ରମ। ତେଣୁ ଏ ଦାଣ୍ଡି ମାର୍ଚ୍ଚ ସହିତ କୋଇନସାଇଡ୍ କରିକିରି ଦାଣ୍ଡି ମାର୍ଚ୍ଚ ଆରମ୍ଭ ହେଇଥିଲା ମାର୍ଚ୍ଚ 12ରେ, ଶେଷ ହେଇଥିଲା ଏପ୍ରିଲ 6ରେ, 26 ଦିନ। ତେଣୁ ମୁଁ ମଧ୍ୟ ଭାବୁଛି ଏଇ ଦାଣ୍ଡି ମାର୍ଚ୍ଚ ସମୟରେ ମୁଁ ମଧ୍ୟ ପ୍ରତିଦିନ 12 କିଲୋମିଟର ପଦଯାତ୍ରା କରି ଆଉ ସମସ୍ତଙ୍କୁ ହାତ ଗୋଡ ଧରି ଅନୁରୋଧ କରିବି ଯେ ଏଇଟା ଛାଡି ଦିଅନ୍ତୁ, ନିଜ ପିଲାଙ୍କ ପାଇଁ, ନିଜ ପାଇଁ ଖରାପ। କାରଣ ଯୋଉ ମାତ୍ରାରେ ପଲିଥିନ୍ ପ୍ଲାଷ୍ଟିକ, ଯୋଉ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବଢି ଚାଲିଛି, ତାହେଲେ ଆପଣ ମାନେ ଯୋଉମାନେ ଯୁବକ ଅଛନ୍ତି ତାଙ୍କର ଭବିଷ୍ୟତ ନିଶ୍ଚିତ ଭାବରେ ଅନ୍ଧକାରକୁ ଠେଲି। ମାନ୍ୟବର ସୁପ୍ରିମକୋର୍ଟ ବି କହିଛନ୍ତି ଯେ ଭାରତ ଗୋଟେ ପ୍ଲାଷ୍ଟିକ ର ବୋମା ଉପରେ ଠିଆ ହେଇଛି। କେତେବେଳେ ସେ ଏକ୍ସପ୍ଲୋଡ କରିବ ଆଉ କେତେବେଳେ ଧ୍ୱଂସ କରିଦବ ତାର କିଛି ଇୟତ୍ତା ନାହିଁ, କିଛି ଠିକଣା ନାହିଁ। ତେଣୁ ଯେହେତୁ ମୁଁ ପରିବେଶ ପାଇଁ କିଛି କାମ କରେ, ତେଣୁ ମତେ ଏଇଟା ବାରମ୍ବାର ମୁଣ୍ଡକୁ କାମୁଡେ ଯେ ଏମିତି ଭାବରେ ବଢି ଚାଲିଲେ ସମାଜ କେମିତି ବଞ୍ଚିବ, ଏଇ ଭବିଷ୍ୟତ ବଂଶଧର କେମିତି ବଞ୍ଚିବେ, ସେ ଚିନ୍ତା ମୁଣ୍ଡକୁ କାମୁଡେ। ତେଣୁ ପ୍ରତିଦିନ ସକାଳୁ ବା ଖରାବେଳେ ବା ସଞ୍ଜରେ ଦେଖୁଛି ଏଇ ସମୟଟା, ଏଇ ଯୋଉ 26 ଦିନ ଅନ୍ତତଃ ମୁଁ ବୁଲି ବୁଲି ଲୋକଙ୍କ ହାତ ଗୋଡ ଧରି ଅନୁରୋଧ କରିବି ଯେ ଆପଣମାନେ ପଲିଥିନ୍ ବ୍ୟବହାର କରନ୍ତୁ ନାହିଁ, ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କରନ୍ତୁ ନାହିଁ, ଏଇ ଯୋଉ ଚା କପ୍, ଏଇ ପ୍ଲାଷ୍ଟିକ ଏଗୁଡା ସବୁ ବ୍ୟବହାର କରନ୍ତୁ ନାହିଁ ବୋଲି ସମସ୍ତେ ଅନୁରୋଧ କରିବି। ମୁଁ କାହାକୁ ଜଣେଇନି, କୋଉ ମୋର ବନ୍ଧୁମାନଙ୍କୁ ଜଣେଇନି, କେହି ମଧ୍ୟ ମୋ ସହିତ ଯୋଗ ଦେଇନାହାନ୍ତି। ଯଦି କିଏ ଦେବେ କାହାକୁ ମନା କରିବିନି, କାରଣ ଯିଏ ଯୋଗ ଦେବ ସିଏ ମଧ୍ୟ ନିଜେ ତାକୁ ଛାଡିଥିବାର ଅଛି। ଆଉ ଜେନେରାଲ ପବ୍ଲିକ ବହୁତ ବହୁତ ମାନେ ପଜିଟିଭ। ମୁଁ ତ ବୁଲୁଛି, କୋଉ 100ରେ ଜଣେ କହୁଛନ୍ତି, କିଏ କହୁଛି ICBM ବନ୍ଦ କର, ମିସାଇଲ ବନ୍ଦ କରିଦଉନ, ଏଇଟା ବନ୍ଦ କରିବା ଧାଇଁ ଆସ। କିଏ କହୁଛି କମ୍ପାନୀ ବନ୍ଦ କରିଦିଅ, କମ୍ପାନୀ ବନ୍ଦ କରିବା ମୋ ହାତରେ ଥିଲେ ମୁଁ କହୁଛି ତାଙ୍କୁ, କମ୍ପାନୀ ବନ୍ଦ କରିବା ମୋ ହାତରେ ଥିଲେ ଆପଣଙ୍କୁ ମୁଁ ଅନୁରୋଧ କରନ୍ତି। ଗୁଟଖା ବନ୍ଦ ହେଇଛି, ଚଢାଉ ହେଲେ ସେମାନେ ଯାଇ ଜଙ୍ଗଲରେ କରିଦଉଛନ୍ତି। କଣ ପାଇଁ? ଆମେ ଗୁଟଖା ଖାଉଛୁ। ଯଦି ଆମେ ପଲିଥିନ୍, ଆମର ତ ପଲିଥିନ୍ ନଥିଲା 20-30 ବର୍ଷ ତଳେ, ବ୍ୟାଗ ଧରି ଯାଉଥିଲୁ। ଆଇଁଷ ବ୍ୟାଗ ଅଲଗା, ପରିବା ବ୍ୟାଗ ଅଲଗା, ପୂଜା ଫୁଲ ବ୍ୟାଗ ଅଲଗା ଥିଲା। ବାପା ମାନେ ଆପଣ ମାନଙ୍କ ସବୁ ଜାଣିଥିବେ। ଆଜି କାହିଁକି ଆମେ ସହଜଟାକୁ ଗ୍ରହଣ କରିନେଇଛୁ, ରାସ୍ତାରେ ମିଳିଲା, ବାଟରେ ମିଳିଲା ପଲିଥିନ୍, ମୁଁ ତ ଧରୁନି, ହେଇପାରୁନି। ମୁଁ ଏବେ ରିସେଣ୍ଟଲି ଗୋଟେ ପଦଯାତ୍ରା ଯାଇଥିଲି, ସେଠି ଦେଖିଲା ପଲିଥିନ୍ ମଡା ପ୍ଲେଟରେ, ସେଦିନ ଯାକ ଭୋକ ରହିଲି, ମୁଁ ଖାଇଲିନି। କାରଣ ଆମକୁ ନିଷ୍ଠାର ସହିତ କରିବାକୁ ପଡିବ, ଯିଏ କରୁଛି ନିଷ୍ଠା ଅନ୍ୟମାନଙ୍କୁ ଅନୁରୋଧ କରିବାକୁ ପଡିବ। କାରଣ ତମେ ମାନେ ଯୋଉମାନେ 30-35 ବର୍ଷ, ତମକୁ ଆଉ 60 ବର୍ଷ ବଞ୍ଚିବାର ଅଛି। ଆଉ ଆମେ ତ ତମ ପୃଥିବୀକୁ ଆଉ ଧ୍ୱଂସ କରିଦେଲୁ। ମୁଁ ଭାବୁଛି ଏଇଥିରେ ମୁଁ କିଛି ପ୍ରାୟଶ୍ଚିତ କରୁଛି ବୋଲି ଭାବୁଛି। ଦେଖିବି ଯଦି ଲୋକମାନେ 26 ତାରିଖ ଭିତରେ କିଛି ସୁଫଳ ମିଳେ, କିଛି ଲୋକ ମୋ ସହ ଜଏନ୍ କରନ୍ତି, ତାହେଲେ 26 ତାରିଖରେ ବନ୍ଦ କରି ଆଉଥରେ ପୁଣି ପୁନର୍ବାର ଆଉଥରେ ଯେତେବେଳେ ଅନ୍ୟ ମାନେ ଆମର ଅର୍ଥ ଡେ ଆସିବ ଏପ୍ରିଲ 22ରେ, ସେଇଠୁ ଆଉ ପୁଣି ଆରମ୍ଭ କରିବି।